ଦୀପାବଳି ଏହି ଶବ୍ଦଟି ଶୁଣିଲେ ଆମ ମନକୁ କ'ଣ ଆସେ? କେବଳ ଆଖି ଝଲସା ଆଲୋକ? ନା, ତାଠୁ ବହୁତ ବେଶୀ କିଛି। ଏହା ଏକ ଅନୁଭବ। ଭାବି ଦେଖନ୍ତୁ ତ, ମାଟି ଦୀପର ସେହି ସ୍ନିଗ୍ଧ ଆଲୋକ, ଘରେ ତିଆରି ହେଉଥିବା ମିଠାର ବାସ୍ନା, ଆଉ ସମସ୍ତ ପରିବାରର ଏକାଠି ହେବାର ସେହି ପଶି। ତେବେ ଚାଲନ୍ତୁ ଆଜି ଆମେ ଏହି ଆଲୋକର ପର୍ବର ଗଭୀରତାକୁ ଯିବା ଆଉ ଖୋଜିବା ଏହାର ପ୍ରକୃତ ଅର୍ଥ କ'ଣ। ହଁ, ଏଇ କଥାଟା ହିଁ ତ ଦୀପାବଳିର ପ୍ରକୃତ ସାରକୁ ବୁଝେଇ ଦେଉଛି। ଦେଖନ୍ତୁ, ଏହା କେବଳ ପୁରାଣ କାହାଣୀରେ ସୀମିତ ନୁହେଁ, ଏହାଠୁ ବହୁତ ଆଗକୁ। ଏହା ଏମିତି ଏକ ଅନୁଭବ ଯାହା ଆମର ସବୁ ଇନ୍ଦ୍ରିୟ ସହିତ ଆଉ ସିଧା ଆମ ହୃଦୟ ସହିତ ଯୋଡ଼ି ହୋଇ ରହିଛି। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ପର୍ବର ଆରମ୍ଭ କେଉଁଠୁ ହେଲା? ଏହାର ପୌରାଣିକ କାହାଣୀ ବା କ'ଣ? ଚାଲନ୍ତୁ ଆମର ଏହି ଯାତ୍ରାକୁ ସେଇଠୁ ହିଁ ଆରମ୍ଭ କରିବା। ଆଉ ଦେଖନ୍ତୁ, ଦୀପାବଳିର ପ୍ରଭାବ କେବଳ ଭାରତରେ ସୀମିତ ହୋଇ ରହିନି। ଆଜି ଏହା ଏକ ବିଶ୍ୱସ୍ତରୀୟ ଉତ୍ସବ। କୋଟି କୋଟି ଲୋକଙ୍କ ପାଇଁ ଏହା ଖାଲି ଗୋଟେ ଧାର୍ମିକ ପର୍ବ ନୁହେଁ, ବରଂ ଏକ ବହୁତ ଶକ୍ତିଶାଳୀ ପ୍ରତୀକ। କାହାର ପ୍ରତୀକ? ସେହି ଅନ୍ଧକାର ଉପରେ ଆଲୋକର ଆଉ ମନ୍ଦ ଉପରେ ଭଲର ବିଜୟର। ଏହି ପରମ୍ପରାର ମୂଳରେ ଅଛି ଗୋଟିଏ ମହାନ କାହାଣୀ ପ୍ରଭୁ ଶ୍ରୀରାମଙ୍କର। 14 ବର୍ଷର ବନବାସ ସାରି ରାବଣକୁ ପରାସ୍ତ କରି ସେ ଯେତେବେଳେ ଅଯୋଧ୍ୟା ଫେରିଲେ, ଟିକେ କଳ୍ପନା କରନ୍ତୁ ତ ସେ ଦୃଶ୍ୟଟା। ଅଯୋଧ୍ୟାବାସୀମାନେ ନିଜର ପ୍ରିୟ ରାଜାଙ୍କୁ ସ୍ୱାଗତ କରିବା ପାଇଁ କେମିତି ଲକ୍ଷ ଲକ୍ଷ ଦୀପ ଜାଳିଥିବେ, ଆଉ ସେହି ଆଲୋକ ଆଜି ବି ଆମ ଭିତରେ ଯୋଡ଼ୁଛି। ପୌରାଣିକ କାହାଣୀ ତ ଗୋଟିଏ ଦିଗ, କିନ୍ତୁ ଯଦି ଆମେ ଆଜିର ସମୟକୁ ଦେଖିବା, ତେବେ ଏ ପର୍ବର ପ୍ରକୃତ ଯାଦୁ ଆରମ୍ଭ ହୁଏ ବହୁତ ଆଗରୁ, ଏହାର ପ୍ରସ୍ତୁତିରୁ, ଯାହାକି ଦୀପାବଳିର କେଇ ସପ୍ତାହ ପୂର୍ବରୁ ହିଁ ଆରମ୍ଭ ହୋଇଯାଏ। ହଁ, ଦୀପାବଳିର ଯାଦୁ କ'ଣ ଗୋଟିଏ ଦିନରେ ତିଆରି ହୁଏ? ବିଲକୁଲ ନୁହେଁ। ଏହା ଏକ ପୁରା ଯାତ୍ରା, ଯାହାର ଆରମ୍ଭ ହୁଏ ଘର ସଫା କରିବାରୁ। ଖାଲି ଘର ନୁହେଁ, ମନର ସଫାଇରୁ ମଧ୍ୟ। ତାପରେ ଆସେ ସୁନ୍ଦର ସାଜସଜ୍ଜା, ଆଉ ଶେଷରେ ମିଠା ତିଆରି କରିବାର ସେଇ ମଜା। ଏଇସବୁ ମିଶିକି ତ ପର୍ବର ମୂଳଜୁଆ ପକାଏ। ଆଉ ଏ ଯେଉଁ ଘର ସଫା କରିବା କଥା, ଏଇଟା କେବଳ ଗୋଟେ କାମ ନୁହେଁ, ଏହା ପଛରେ ଗୋଟେ ଗଭୀର ଅର୍ଥ ଅଛି। ଯେମିତି ଆମେ ଘରୁ ପୁରୁଣା ଆଉ ଅଦରକାରୀ ଜିନିଷ ବାହାର କରିଦେଉ, ଠିକ୍ ସେମିତି ଆମେ ନିଜ ମନରୁ ସବୁ ନକାରାତ୍ମକ ଚିନ୍ତାକୁ ବାହାର କରି ନୂଆ ଆଶା ଆଉ ଆଶୀର୍ବାଦ ପାଇଁ ଜାଗା ତିଆରି କରୁ। ଥରେ ଘର ସଫା ହେଇଗଲା ପରେ ଆରମ୍ଭ ହୁଏ ପ୍ରକୃତ ମଜା। ଘରକୁ ଆଲୋକ ଆଉ ରଙ୍ଗରେ ସଜେଇବାର ପାଳି। ପ୍ରବେଶ ପଥରେ ସୁନ୍ଦର ରଙ୍ଗୋଲି, ଯାହାକି ମା ଲକ୍ଷ୍ମୀଙ୍କୁ ସ୍ୱାଗତ କରେ। ଦ୍ୱାରବନ୍ଧରେ ଗେଣ୍ଡୁ ଫୁଲର ମାଳା, ଝରକା ସବୁ ଫେରି ଲାଇଟ୍ରେ ଝଲମଲ କରେ, ଆଉ ଘରର କୋଣ ଅନୁକୋଣରେ ଜଳୁଥାଏ ଦୀପ। ସତରେ ଏସବୁ ମିଶି ଗୋଟେ ଯାଦୁକରୀ ପରିବେଶ ତିଆରି କରିଦିଏ। ଏତିକିରେ କ'ଣ ସରିଲା? ନା, ତାପରେ ରୋଷେଇ ଘରୁ ଭାସି ଆସେ ମିଠାର ସୁନ୍ଦର ବାସ୍ନା। ଲଡୁ, ବର୍ଫି, ଆହୁରି କେତେ କ'ଣ। ଆଉ ଏ ମିଠା ବାଣ୍ଟିବା, ଏଇଟା ଖାଲି ଗୋଟେ ପରମ୍ପରା ନୁହେଁ, ଏହା ହେଉଛି ଖୁସି ବାଣ୍ଟିବାର ଆଉ ସମ୍ପର୍କଗୁଡ଼ିକ ଆହୁରି ମିଠା କରିବାର ଏକ ମାଧ୍ୟମ। ତେବେ ଏତେ ସବୁ ପ୍ରସ୍ତୁତି ପରେ ଶେଷରେ ଆସେ ସେଇ ମୁଖ୍ୟ ଦିନ। କିନ୍ତୁ ତାର ଆରମ୍ଭ ବି ହୁଏ ଗୋଟେ ବହୁତ ଶାନ୍ତ ଆଉ ସୁନ୍ଦର ପୂର୍ବାଭାସ ସହିତ। ଦୀପାବଳିର ଠିକ୍ ଆଗ ଦିନକୁ କୁହାଯାଏ ଛୋଟ ଦୀପାବଳି। ଏହା ଏକ ଶାନ୍ତ ସନ୍ଧ୍ୟା। ବେଶୀ କିଛି ହଡ଼ାବଡ଼ି ନଥାଏ, କେବଳ 5ଟି ଦୀପ ଜଳାଯାଏ। ଆଉ ଏଇ ଛୋଟିଆ ଆଲୋକ ହିଁ ଆଗକୁ ଆସୁଥିବା ବଡ଼ ଉତ୍ସବ ପାଇଁ ଆଶା ଆଉ ଉତ୍ସାହର ଗୋଟେ ସୁନ୍ଦର ସଙ୍କେତ ଦେଇଥାଏ। ଆଉ ତାପରେ ଆସେ ଦୀପାବଳି ଦିନ। ଏଇ ଦିନଟା ନିଜେ ଗୋଟେ ସୁନ୍ଦର ଯାତ୍ରା ପରି। ସକାଳୁ ଆରମ୍ଭ ହୁଏ ଶାନ୍ତ ପୂଜାକାଠରୁ, ଦିନବେଳା ପରିବାର ସହିତ ସମୟ କଟେ, ଆଉ ରାତିରେ ପୁରା ମାହୋଲ ଆଲୋକ ଆଉ ଖୁସିରେ ଭରିଯାଏ। ପ୍ରକୃତରେ ଏହି ଦିନର ପ୍ରତିଟି ମୁହୂର୍ତ୍ତର ଏକ ଅଲଗା ହିଁ ମଜା ଅଛି। ହେଲେ ଦିନସାରାର ଏଇସବୁ କାର୍ଯ୍ୟକ୍ରମ ଭିତରେ ଗୋଟିଏ ମୁହୂର୍ତ୍ତ ଏମିତି ଅଛି ଯାହାକୁ ଏହି ପର୍ବର ଆତ୍ମା କୁହାଯାଇପାରେ, ଆଉ ସେଇଟା ହେଉଛି ସନ୍ଧ୍ୟାବେଳର ପୂଜା। ଯେମିତି ସୂର୍ଯ୍ୟ ଅସ୍ତ ହୁଅନ୍ତି, ପରିବାରର ସମସ୍ତେ ଏକାଠି ହେଇଯାନ୍ତି ଲକ୍ଷ୍ମୀ ପୂଜା ପାଇଁ। ଘରଟା ଧୂପର ବାସ୍ନାରେ ମହକି ଉଠେ, ଘଣ୍ଟିର ମଧୁର ଶବ୍ଦ ଶୁଭେ, ଆଉ ସମସ୍ତେ ମିଶି ପରିବାର ସୁଖ, ସ୍ୱାସ୍ଥ୍ୟ ଆଉ ସମୃଦ୍ଧି ପାଇଁ ମନରୁ ପ୍ରାର୍ଥନା କରନ୍ତି। ସତରେ ଏହା ହିଁ ତ ପର୍ବର ପ୍ରକୃତ ହୃଦୟ। 11, ହଁ, ଏହି ସଂଖ୍ୟାର ପୂଜାରେ ଏକ ବିଶେଷ ମହତ୍ତ୍ୱ ରହିଛି। ଠିକ୍ 11ଟି ପବିତ୍ର ମାଟି ଦୀପ ଜଳାଯାଏ, ଆଉ ତାର ସେହି ସୁନେଲି ଆଲୋକ, ସେଟା କେବଳ ଘର ଅନ୍ଧାରକୁ ଦୂର କରେନି, ବରଂ ଆମ ଜୀବନର ସବୁ ଅନ୍ଧକାରକୁ ଦୂର କରିବାର ଶକ୍ତିର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ଏଥିରୁ ଆମେ ବୁଝିପାରୁଛେ ଯେ ଦୀପାବଳିରେ ପ୍ରକୃତିରେ 2 ପ୍ରକାରର ଆଲୋକ ଥାଏ। ଗୋଟେ ହେଲା ବାହାରର ଆଲୋକ, ଯେମିତିକି ବାଣର ଚମକ ଆଉ ସାଜସଜ୍ଜାର ରଙ୍ଗ। କିନ୍ତୁ ଆଉ ଗୋଟେ ଆଲୋକ ଅଛି ଯାହା ଆମ ଭିତରେ ଜଳେ, ଆମ ହୃଦୟରେ ଥିବା ଆଶା, ଦୟା ଆଉ ସ୍ନେହର ଆଲୋକ। ଆଉ ସେଇଟା ହିଁ ପ୍ରକୃତିରେ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ପୂଜାର ସେହି ଶାନ୍ତ ଆଧ୍ୟାତ୍ମିକ ପରିବେଶ ପରେ ପରେ ଉତ୍ସବର ରୂପ ପୁରା ବଦଳିଯାଏ। ଉତ୍ସବ ଏବେ ଘର ଭିତରୁ ବାହାରକୁ ଆସେ।
ଲୋକମାନେ ପରସ୍ପରକୁ ଭେଟନ୍ତି, ମିଠା ଆଉ ଉପହାର ଦିଆନିଆ ହୁଏ, ଆଉ ଦେଖୁ ଦେଖୁ ଚାରିଆଡ଼େ ଖୁସିର ଏକ ମାହୋଲ ଖେଳିଯାଏ। କିନ୍ତୁ ଏହି ସବୁ ଆଲୋକ, ରଙ୍ଗ ଆଉ ଖୁସି ପରେ ଶେଷରେ ଦୀପାବଳି ଆମ ପାଇଁ କ'ଣ ଛାଡ଼ିଯାଏ? ଏହାର ପ୍ରକୃତ ସାରାର୍ଥତ୍ୱ କ'ଣ? ଦୀପାବଳି ଆମକୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ମନେ ପକାଇଦିଏ। ଏହା ମନେ ପକାଏ ଯେ ଆମେ ସବୁବେଳେ ନକାରାତ୍ମକତାକୁ ପଛରେ ଛାଡ଼ି ଏକ ନୂଆ ଆରମ୍ଭ କରିପାରିବା। ଏହା ଆମ ପାରିବାରିକ ବନ୍ଧନକୁ ଆହୁରି ମଜବୁତ କରେ ଆଉ ସବୁଠୁ ବଡ଼ ଶିକ୍ଷା ଦିଏ ଯେ ଗୋଟିଏ ଛୋଟିଆ ଦୀପର ଆଲୋକ ବି ଘୋର ଅନ୍ଧକାରକୁ ଦୂର କରିବାର ଶକ୍ତି ରଖେ। ଆଉ ଶେଷରେ ଏଇ କଥାଟାକୁ ଦେଖନ୍ତୁ, ଏହା ସବୁକିଛିକୁ ଗୋଟିଏ ସୂତାରେ ବାନ୍ଧି ଦେଉଛି। ଦୀପାବଳି ସତରେ ଏକ ଏମିତି ପର୍ବ ଯେଉଁଠି ବିଶ୍ୱାସ, ପରମ୍ପରା ଆଉ ଖୁସି ସବୁ ଏକାଠି ମିଶିଯାଏ, ଆଉ ଏମିତି ଏକ ଉତ୍ସବ ତିଆରି କରେ ଯାହାର ଗୁଞ୍ଜରଣ ପିଢ଼ି ପରେ ପିଢ଼ି ଧରି ଶୁଭୁଥାଏ। ଆଉ ଯିବା ପୂର୍ବରୁ ଏହି ପର୍ବ ଆମ ସମସ୍ତଙ୍କ ପାଇଁ ଗୋଟିଏ ଗଭୀର ପ୍ରଶ୍ନ ଛାଡ଼ିଯାଏ। ଟିକେ ଭାବନ୍ତୁ, ଯଦି ଗୋଟିଏ ଛୋଟିଆ ମାଟିଦୀପ ବାହାରର ଏତେ ବଡ଼ ଅନ୍ଧକାରକୁ ଦୂର କରିପାରୁଛି, ତେବେ ଆମ ଭିତରେ ଥିବା ଆଲୋକ କ'ଣ ବା ନ କରିପାରିବ?